श्री गणेशाय नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानंद माधवम। श्रीमद्देवी भागवत पंचम स्कंध चतुर्दश अध्याय। आज विषय रही चिक्षुराक्ष और ताम्रासुर युद्ध को गमन और मरण। व्यासदेव कहिले शुण हे महिष, दुर्मुखर मरण शुणी से महिष। अधीर होई क्रोधे दानवंकु डाकी, बारंबार कहिला हेला एकी एकी। देख हे विधातार अद्भुत घटना, एकाकिनी से घन जघन नबीना। कृशदरी अबला होइण प्रबला, दुर्मुख जे भास्कर वीरंकु मारिला। एहेतु जना जाए सबु प्राणी गण, स्वाधीन नुहंती तो सदा बोधाधीन। पाप पुण्य अनुसारे बलवंत काल, सुख दुख दियंती प्राणी को केवल। जहा हेउ से दुई दईत मरिले, आहा कार्य संकटे कि करिबा भाळे। तुम्भे माने समस्ते महाबुद्धिमंत, एक होई प्रकाश कर से उदंत। व्यासदेव कहिले शुणी एहि गिर, महाबली राजेन्द्र महिष दैत्यर। महारथ चिक्षुर नामा सेनापति, महासुरे कहिला हे दैत्यपति। चिंता किं सामान्य बलाबोधरे, मुमारी बिथाओ हे राजसौधरे। महाबलशाली से कहिए गिरकु, पृष्ठ रक्षा करिण ताम्रसुरकु। दुष्ट सैन्य सामंत होइण सहित, रुष्टरे रणे गला न जाने सहित। सैन मानकर भयंकर नाद, हेबारे दश दिश होई गला तद। ता देखी भगवती शिवा सती सती, अद्भुत शंख ध्वनि करिले झटती। सुघन निनादित घंटार बकले, धनुरे गुण देई टंकार करिले। से भीरु शब्द शुणी असुर निश्चय, हे जन्मे जय कले भय को संचय। कि हेला एहा बोली भୟରେ थरिले, चारिदिगे केवल डरी पळाइले। पळाइबा देखिण चिक्षुर सुर, अति कोपमतिरे कहिला ए गिर। किरे दैत्य किं पाई तुच्छा भय कर, महामता प्रमोदा करिबी संहार। दर दूर करिण आस समरकु, एपरि कहि धरि शेषरासनकु। बलवंत दानव देवींक सम्मुखे, प्रवेशिण कहिला सुमुखे दुर्मुखे। रे विशाल नयना भीरुंक भय प्रद, काहि पाई करुछु गर्जन सबद। आरे भीरु तोहर गर्जन तर्जने, मुनहि भीरुटी पुणी पुण्य जने। आरे
ଆରେ ବାମଲୋଚନା ନାରୀ ମାରିବାର ଅଜସ ପାପ ହେବ ହେଉଛି ବିଚାର। ସୁନ୍ଦରୀ ପୁରନ୍ଦରୀ ତୋପରି ସୁନ୍ଦରୀ ମାନଙ୍କ ହାବ ଭାବ କଟାକ୍ଷେ ପରି। ରଣ 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 ତ ହୁଇ ନିଦାନ ବାଣ ଗଣ ରଣଟି ଅଟେ ଅକାରଣ। ତୁମ୍ଭ ପରା ମହିଳା ମାନଙ୍କ ସହିତ ଅସ୍ତ୍ର ଶସ୍ତ୍ର ସମର ନୁହଁ ପ୍ରଶସ୍ତ। ସୁମନାରେ ସୁମନେ କରିବାର ରଣ ସୁମନା ତ ହୋଇଛୁ ନାରୀ ବର ରାଣ। କ୍ଷଣ ପୁଷ୍ପ ଦେହରେ ମାଳତୀ ଦଳାଘାତ ହୋଇଲେ ତ ହୋଇବ କ୍ଲେଶଟି ବହୁତ। କ୍ଷାତ୍ର ଧର୍ମାନୁସର ବୀରମାନଙ୍କର ଜନମକୁ ଧିକଟିଏ ଭବ ମଧ୍ୟର। ଅତି କଷ୍ଟେ ଲାଳିତ ଶରୀର ପୁଣ ସୁତୀକ୍ଷ୍ଣ ବାଣ ଗଣେ କରନ୍ତି ଛେଦନ। ତୈଳା ଭୃଙ୍ଗେ କୁସୁମ ବ୍ୟଜନେ ଚନ୍ଦନେ କରିଥାଏ ପୁଷ୍ପଟି ମିଷ୍ଟାନ ଭୋଜନେ। ସେ ଦେହ ବିନା କଷ୍ଟେ ଦୁଷ୍ଟ ତୀବ୍ର ବାଣେ ବିନଷ୍ଟ କରିଦିଏ ଅନିଷ୍ଟାଚରଣେ। ସେ ନର ସିଧାରେ ଧନର ଲୋଭର ନିଜ ଦେହ ଛେଦଇ ଧିକ ସେ ଧନର। ଯାହା ଗହୁଇ ମହା ଦୁଃଖ କର ତାହା ହୁଏ ପଛେ କି କହ ସୁଖ କର। ଆରେ ବା ମୋର ଯୁଦ୍ଧା ଭିଳାସୀ ତୁ ଯେଣୁ ମୁଁ ବିଚାରେ ନିତାନ୍ତ ଅଧମାତ ତେଣୁ। ସମ୍ଭୋଗ ସୁଖ ତ୍ୟାଗ କରି ତୁ କାହିଁକି ରଣରେ କେଉଁ ସୁଖ ବଳାଉ ମତିକି। ଦେଖ ଗୋବରାର ଆଏ ବରାହ ବରେ ଖଡ଼୍ଗାଘାତ ଗଦା ପ୍ରହାର ଯେ ବାରେ। ତୀକ୍ଷ୍ଣ ବାଣ ଗଣରେ ଏ ଲଳିତ ଦେହ ଭେଦି ଦେଇ ଛେଦିବା କେଡ଼େ ଭୟାବହ। ମରଣରେ ଶୃଗାଳ ଗଣ ଆକର୍ଷଣ କରି ମୃତ ସଂସ୍କାର କରୁଥାନ୍ତି ପୁଣ। ଧୃତ ବୁଦ୍ଧେ କହନ୍ତି ଯୁଦ୍ଧରେ ମରିଲେ ସ୍ୱର୍ଗ ଲାଭ ତାହାର ହୁଏ କର ତଳେ। ବାସ୍ତବିକ ପ୍ରଶଂସାବାଦ ସେ କେବଳ ବାନ୍ଧବୀ ଗୋ ନିଷ୍ଫଳ ଅଟଇ ସେ ଭାଳ। ଏଣୁ ଗୋବରା ରୋହି ରଣ ଛାଡ଼ି ଦେଇ ଇଚ୍ଛା ହେବ ଯହିଁକି ତୋତେ ଯାଅ ତହିଁ। ତା ନହିଲେ ମୋ ପ୍ରଭୁ ସୁର ମର୍ଦ୍ଦକକୁ ଭଜନା କର ସତୀ ମହିଷଈଶକୁ। ବ୍ୟାସଦେବ କହିଲେ ଦଇତର ଗୀର ଶୁଣିଣ ଜଗଦମ୍ବା କହିଲେ ସତର। ଆରେ ମୂଢ଼ ତୁ ବଡ଼ ପାଠୁଆ ପରୀରେ କୁମିଥ୍ୟା ପ୍ରଳାପ କୁଆଳା ପୁଚରେ। ଆନିକ୍ଷିକି ବିଦ୍ୟାର ନୀତି ଶାସ୍ତ୍ରଟିର ବିଷୟକୁ ନ ଜାଣୁ ବିଷମ ସେବାର। ବୃଦ୍ଧ ଗୁରୁଜନଙ୍କୁ କରିନାହୁଁ ସେବା ଧର୍ମରେ ମତି ନାହିଁ କାହୁଁ ଜାଣିବୁ ବା। ମୂର୍ଖଙ୍କ ସଙ୍ଗ ରଙ୍ଗେ ମୂର୍ଖ ସେବା କରି ଆଚରଣ କରୁଛୁ ମୂର୍ଖ ମୁଖ୍ୟ ପରି। ରାଜକୀୟ ଧର୍ମର ମର୍ମ ନ ଜାଣିଛୁ ରେ ଅଧମ ଜାଣିଲା ପରାୟ କହୁଛୁ। ଏ ରଣ ପ୍ରାଙ୍ଗଣରେ ମହିଷକୁ ମାରି ରକ୍ତମୟ କର୍ଦ୍ଦମ କରିବ ସୁନ୍ଦରୀ। ସତ୍କୀର୍ତ୍ତି ଯଶ ସ୍ତମ୍ଭ କରି ମୁଁ ସ୍ଥାପନ ତାପରେ ଯଥେଚ୍ଛାରେ କରିବି ଗମନ। ସୁରଙ୍କ ବରଦାତା ଦୁରାଚାର ଦୁଷ୍ଟ
ମଦଗର୍ବ ମହିଷ କରିବି ବିନଷ୍ଟ। ସମରଥ ହେଲେ ରେ ସମରକୁ ଆସ, ତା ନହିଲେ ସ୍ଥିରରେ ରହ ସୁରେଶ। ବଞ୍ଚିବା ଇଚ୍ଛା ଥିଲେ ତୋର ମହିଷର, ପାତାଳପୁର ଯାଇ ରହ କରି ଘର। ମରିବା ଇଚ୍ଛା ଥିଲେ ଆସ ସମରକୁ, ଛଡ଼ାଇବି ପାମର ମୋର ବରକୁ। ମଦ ଗର୍ବ ଦାନବ ଦେବୀ ବାଣୀ ଶୁଣି, ବର୍ଷଣ କଲା ବାଣ ବର୍ଷେ ଯେନେ ପାଣି। ହସି ଦେଇ ସେ ଦେବୀ ନିଶିତ ସର ପେଶି, ତାହାର ସରାସନ ରାଶି ଦେଲେ ନାଶି। ଆସିବି ସପରାଏ ମାରି ଅନ୍ୟ ସର, ଆହତ କରିଦେଲେ ଦଳିତ ଶରୀର। ଏପରି ଦୁହିଁଙ୍କର ସୁବିଷୟଙ୍କର, ଘୋରତର ସମର ହେଲା କ୍ଷଣକର। ସେ ଦୁଷ୍ଟ ଦଇତକୁ ଜଗତ ଅମ୍ବିକା, ଗଦାଘାତ କରନ୍ତେ ପ୍ରମୋଦରେ ଏକା। ମୂର୍ଚ୍ଛା ହୋଇ ରଥର ଉପରେ ପଡ଼ିଲା, ମୁହୂର୍ତ୍ତ କାଳ ଯାଏ ଅଚଳ ରହିଲା। ତା ଦେଖି ରିପୁହର ବୀର ତାମ୍ରାସୁର, ସଚପଳ ପ୍ରଭାବ ପ୍ରକାଶିତ ତୋର। ପ୍ରଚଣ୍ଡ କ୍ରୋଧ ବହି ଚଣ୍ଡୀଙ୍କ ସହିତ, ଯୁଦ୍ଧଟି କରିବାରେ ହୋଇଲା ଧାବିତ। ଆସିବାର ତାହାର ଦେଖି ଭଗବତୀ, ହସି ଦେଇ କହିଲେ ଏପରି ଭାରତୀ। ଆସ ଆସ କରିଛୁ କରିବୁ ଟିରଣ, ରେ ଦୈତ୍ୟ ଯମପୁର କରିବି ପ୍ରେରଣ। ନିତାନ୍ତ ତ ଦୁର୍ବଳ ଅଟ ଦକ୍ଷିଣାୟୁ, ତୁ ଆସିଲେ ମୋହର କି କରିବୁ ଆଉ। ମୂଢ଼ ପୋଢ଼ ଦୃଢ଼ର ରହିଣ କି ଘରେ, ମୂଢ଼ ନହି ବଞ୍ଚିବା ଆଶା ସେ କି କରେ। ଦୁଷ୍ଟ ଶ୍ରେଷ୍ଠ ପାପିଷ୍ଠ ସେ ସୁର ରାତି, ଦୈତ୍ୟପତି ମହିଷ ଅତି ପାପମତି। ତାହାକୁ ନ ମାରିଣ ଦୁର୍ବଳ ତୁ ତୋତେ, ମାରିଲେ ବୃଥା ପରିଶ୍ରମ ହେବ ମୋତେ। ଏହେତୁ ନିଜ ଘର ଯାଅ ତୁ ଫେରିଣ, ହେତୁ କରି ମହିଷ କରାଅ ପ୍ରେରଣ। ସେ ମନ୍ଦ ମତି ମୋତେ ଦେଖିବ ଯେ ରୂପ, ଇଚ୍ଛା ରୂପେ ସୋ କାର୍ଯ୍ୟ କରିବି ସେ ରୂପ। ତାମ୍ରାସୁର ଏ ବାଣୀ ଶୁଣି ସେହି କ୍ଷଣି, ରୋଷରେ ସରାସନ କର୍ଣ୍ଣ ଯାଏ ଟାଣି। ବର୍ଷିଲା ବାଣ ଗଣ ଚଣ୍ଡିକାଙ୍କ ପ୍ରତି, ତାହା ଦେଖି ଦେଇଣ ଭଗବତୀ ସତୀ। ରୋଷେ କରି ଅରୁଣ ଯୁଗଳ ନୟନ, ଆକର୍ଣ୍ଣ ଆକର୍ଷଣ କଲେ ସରାସନ। ଅସୁରଙ୍କୁ ସଂହାର କରିବା କାମରେ, ଶ୍ୱଶୁର ନିକଟକୁ ଖେପିଲେ ତମରେ। ସେ କାଳେ ମହାବଳ ଚିକ୍ଷୁର ସୁର, ମୂର୍ଚ୍ଛା ଛାଡ଼ି ଦେଇଣ ହୋଇ ସରକର। ଦେବୀଙ୍କ ସମ୍ମୁଖରେ ଉପସ୍ଥିତ ହେଲେ, ମହାବଳ ଦାନବ ଦୁଇଟି ସେ କାଳେ। ସମର ପ୍ରାଙ୍ଗଣରେ ଅଙ୍ଗନା ସହିତ, ରଣରଙ୍ଗ ଯୋଗରେ ହୋଇଲେ ପ୍ରବୃତ୍ତ। ସେ କାଳେ ମହାମାୟା ମହତ କୋପରେ, ବରସିଲେ ମହତ ସର କାଳ ଧୀରେ। ଦାନବ ବୀର ବରଙ୍କର କଳେ ବର, ଛିନ୍ନ ଭିନ୍ନ କରିଲେ କ୍ଷୀଣ କରିବାର। ଦେବୀ ସରେ ଆହତ ହୋଇ କେତେ ଭାବ, କ୍ରୋଧାନ୍ଧରେ ଅଧୀର ହୋଇଣ ଦାନବ। ଶ୍ରୀ ଭଗବତୀ ପ୍ରତି ବାଣ ବୃଷ୍ଟି କଲେ,
সরে ক্ষত বিক্ষতে দইতে সে কাଳେ বসন্তে বনস্থিত পলাশ পুষ্প শোভা ରକ୍ତବ୍ୟାନ୍ତେ ଦିଶିଲା ଦୈତ୍ୟଙ୍କ ପ୍ରତିଭା ସେ ତାମ୍ର ଅସୁରର ଏ ତୁମୂଳ ଯୁଦ୍ଧ ଗଗନରେ ଦେଖିଣ ସକଳ ବିବୁଦ୍ଧ ପରମ ବିସ୍ମୟକୁ ଲଭିଲେ ମନରେ ନରବର ପ୍ରବର ଶୁଣ ଏ ଅନ୍ତରେ ଲୌହମୟ ସୁଦୃଢ଼ ଭୀଷଣ ମୁଷଳ करे बहि क्रोधरे ताम्र महाबल सिंहर मस्तकरे प्रहार करिण सिंहनाद करिला हसी पुनः पुनः से दुष्टर गर्जन देखि देई सती कोपाविष्ट मतिरे देवी भगवती महादृढ़ खड़ग पिटिण निपट छिंडाइले ताहार शशिर मुकुट मुसळ धर महावीर ताम्रासुर एहिपरि होइन विगत शशिर समर प्रांगणरे बुली बुली क्षणे प्राण टेकी प्रयाण करिला तक्षणे ताम्रासुर भूसज्जा करिबार देखि महाबल चिक्षुर झड़र कुटेकी चंडिकांक पछरे प्रचंड रागरे सदागति पराए धाइला बेगरे ताहार आगमन जानी भगवती पांच बाण निक्षेप करिले ता प्रति खड़ग छिंडाइले मारी सर एक दुई सरे ताहार दुई बाहु जाक पुणी से पेशी देई शोषर केतेक कंठ देशु छेदिण देले ता मस्तक से तरण दुर्मद दानव प्रबर दुईटी मरिबार देखि सैन्य वीर समर छाड़ी देई भय चारि दिगे पलाइले भ्रमरे पराण सरागे देखुथिले गगने रही देवगण से दानव प्रबल दुहिंक मरण सानंदरे देवींक जय ध्वनि कले देवींकर मस्तके पुष्प वृष्टि कले बेताल गंधर्व ऋषि सिद्धगण बारंबार कहिले देवी नमो नम अंबिके गोतुंभर हेउ युद्धे जय जय जया विजया जय प्रदा जय एही ठारे श्रीदेवी भागवतंकरे महतम पुराण पंचम स्कंधरे ताम्र दैत्य चिक्षुर असुरर वध आहे बुध संपूर्ण अध्याय 14 भगवती सती को करे जना मणा भक्ति भरे सर्वदा ए बालाजी रणा। पंचदश अध्याय दानव सैन्य मानकर रणभंग। व्यासदेव कहिले शुण नरनाथ चिक्षुर ताम्राहत शुणी दैत्यनाथ परम विस्मय रे देवींक बधरे पठाइले बलिष्ठ सैन्य को विधिरे आसिल मा बिड़ालाक्ष से समदक्ष अस्त्र शस्त्र सजिते गले से अलक्ष्य ताहांक आगमन देखि देवा क्षणी से अष्टादश रजा सुदिव्य रूपिणी खड़ग जेखे चक श्री करे धरिण केसरीर पृष्ठरे कले आरोहण सुशांत सुभावत अटे आसिलो मा दैत्य हंता उद्यता हेबा देखि उमा
ତାହାଙ୍କର ସମ୍ମୁଖେ ବିନମ୍ର ଭାବରେ ହସି ଦେଇ ଅଳପ ପ୍ରକାଶିଲେ ଧୀରେ। ଦେବୀ ଗୋ ସତ୍ୟ କହ କିମ୍ପାଇଁ ଆସିଛ, ନିର୍ଦ୍ଦୋଷୀ ଦାନବଙ୍କୁ କିମ୍ପାଇଁ ମାରୁଛ। ରେ ସୁନ୍ଦରୀ ଏହାର କହ କି କାରଣ, ତୋର ସହ କରିବି ମୁଁ ସନ୍ଧି ସ୍ଥାପନ। ବରାରୋହା ପ୍ରବରାରେ କାଞ୍ଚନ ଦେହା, କାଞ୍ଚନ ମଣି ରତ୍ନ ଇଚ୍ଛା କରୁ ଯାହା। ରେ ଉତ୍କୃଷ୍ଟ ବସ୍ତୁଟି କରିଣ ଗ୍ରହଣ, ହୃଷ୍ଟ ହୋଇ ଏଠାରୁ କର ତୁ ପ୍ରସ୍ଥାନ। ଦୁଃଖ ତାପ ବର୍ଦ୍ଧନ ଏ ରଣ ବାସନା, କି କାରଣେ କରୁଛୁ ସୁବାସ ବାସନା। ମହାତ୍ମା ଏ କହନ୍ତି ଯୁଦ୍ଧରେ କେବଳ, ବିଲୁପ୍ତ ହୋଇଯାଏ ସର୍ବ ସୁଖ ବଳ। ଏଥିପାଇଁ ହେଉଛି ମୁଁ ଅତି ବିସ୍ମିତ, ସ୍ମିତ ହାସି କହରେ ଏକଥା କେମନ୍ତ। ଯେ ଦେହ ପୁଷ୍ପାଘାତ ସହଜେ ଅକ୍ଷମ, ସେ କୋମଳ ଦେହକୁ ଶସ୍ତ୍ର କି ଉତ୍ତମ। ଚତୁରୀରେ ଚାତୁର୍ଯ୍ୟ ଫଳ ସିନା ଶାନ୍ତି, ସର୍ବଦା ସୁଖଟି ଭୋଗ କରୁଥାନ୍ତି। କି କାରଣେ ବାରଣ ଗମନା ନାରୀଶ, ଦୁଃଖ କର ସମରେ କରୁ ଅଭିଳାଷ। ଦୁଃଖ ଛାଡ଼ି ସୁଖକୁ ଘେନିବାର ପରା, ସଂସାର ପ୍ରଚଳିତ ଅଟେ ପରମ୍ପରା। ନିତ୍ୟାନିତ୍ୟ ଭେଦରେ ସେ ସୁଖ ଦ୍ୱିବିଧ, ତତ୍ତ୍ୱଜ୍ଞାନେ ଯେ ସୁଖ ନିତ୍ୟ ହୁଏ ବୋଧ। ଭୋଗ୍ୟ ବସ୍ତୁ ସମ୍ଭୋଗେ ହୁଏ ଯେଉଁ ସୁଖ, ଅନିତ୍ୟ ଅଟେ ସେହି ଆରେ ନାରୀ ଶିଖ। ବେଦାର୍ଥ ମର୍ମ ଭାବ ଜାଣିବା ସନ୍ଥପତି, ସମ୍ଭୋଗର ନିତ୍ୟ ସୁଖ ଛାଡ଼ିଥାନ୍ତି। ବୌଦ୍ଧ ମତ ସ୍ୱୀକାର କଲେ ବରାନନେ, ତୋହର ଏ ନବୀନ ଦୁର୍ଲଭ ଯୌବନେ। ଉତ୍ତମ ଭୋଗ୍ୟ ବସ୍ତୁ କର ଉପଭୋଗ, ବର କୋଳେ ଭଳରେ ଦଳାଅ ସରାଗ। ପରଲୋକେ ଭୟଟି ଯେବେ କୃଶ ଧରି, ବସୁନ୍ଧରି ମଣ୍ଡନୀ ସ୍ୱକର୍ମ ଆଦରି। ଧରିତ୍ରୀରେ ସ୍ୱର୍ଗ ସମ୍ଭୋଗ ହେବା ଧର୍ମ, ଆଚରଣ ତୁ କର ପ୍ରଚାରିତା ମର୍ମ। ଯୌବନ ତ ଅସ୍ଥାୟୀ ତା ଜାଣି ସାଧବେ, ସର୍ବଦା କରନ୍ତି ପୁଣ୍ୟ କର୍ମ ଭବେ। ପରହିତ କରନ୍ତି ସୁପ୍ରାଜ୍ଞ ସମାଜ, ପରିହାର କରିଣ ପର ପୀଡ଼ା କାର୍ଯ୍ୟ। ସବିରୋଧ ଭାବରେ ନିଜ ସ୍ୱଭାବେ, ସେବନ୍ତି ଧର୍ମ ଅର୍ଥ କାମକୁ ସଦ୍ଭାବେ। ଏ ହେତୁରେ କଲ୍ୟାଣୀ ସର୍ବଦା କାଳ, କରିଥାଅ ଧର୍ମରେ ମାନସ ନିଶ୍ଚଳ। ବିନା ଅପରାଧରେ ଦାନବ ମାନଙ୍କୁ, ଅମ୍ବିକେ ଗୋ କାହିଁକି କର ନାଶନକୁ। ଦୟାଟି ଧର୍ମର ଅଟେ କଳେବର, ଜୀବନ ରହିଅଛି ସତ୍ୟରେ ବିଚାର। ଏଣୁ ଗୋ ଦୟାବତୀ ସତୀ ଦୟା ସତ୍ୟ, ସନ୍ତତରେ ସୁରକ୍ଷା କରୁଛନ୍ତି ସନ୍ଥ। କି ମଣିରେ ସୁଶ୍ରଣୀ ଦାନବ ମଣିକି, ସୋପାଣିରେ ବିନାଶୀ ପକାଉ ପାଣିକି। ଶୁଣିଦେବି କହିଲେ ଶୁଣ ବୀର ତେବେ, କାହିଁ ପାଇଁ ଆସିଛୁ ପଚାରିଲୁ ଯେବେ। ଦାନବ ମାରିବାର ମୋର ଆସିବାର, ସେ କାରଣ କହୁଛି ଶ୍ରବଣକୁ କର। ସର୍ବଦା ମୋ ସାକ୍ଷୀ ରୂପେ ଭୂତପତି, ବିଚରଣ କରଇ ଅନ୍ୟାୟକୁ ହେରି। ସମ୍ଭୋଗ କରିବାର କେବେ ନାହିଁ ମୋର, ଲୋଭ କାମ ତମ ବା କେହି ନାହିଁ ପର।
ସାଧୁଙ୍କୁ ରଖିବାରେ ଧର୍ମ ରଖିବାରେ ସର୍ବଦା ଭ୍ରମଣ କର ଏ ସଂସାରେ। ନିୟମିତ ଏ ବ୍ରତ ମୋର ପ୍ରତିଦିନ ରେ ଦାନବ ପ୍ରବର କରଇ ପାଳନ। ନାନା ରୂପେ ସାଧୁ ନିଗମ କରେ ରକ୍ଷା ଅସାଧୁଙ୍କ ବିନାଶ ସାଧନେ ମୁଁ ଦକ୍ଷା। ଏହେତୁ ଯୁଗେ ଯୁଗେ ନାନା ଅବତାର ତାରିବାରେ ମୋହର ହେଉଛି ବିଚାର। ଦୁରାଚାର ପ୍ରବର ସେ ମହିଷ ପୁଣି ସୁରଗଣ ସଂହାର କରିବାର ଜାଣି। ସେ ପାମର ବୋଧରେ ସମର ଶ୍ରଦ୍ଧାରେ ଉପସ୍ଥିତ ମୁଁ ହେଲି ଆପେ ଏଠାରେ। ମହତ ବଳବନ୍ତ ସେ ଅମର ପୁର ନିଧନ କରିବଇ ମହିଷାସୁର। ଇଚ୍ଛା ହୁଏ ଯହିଁକି କର ପଳାୟନ ସମରଥ ଥିଲେ ବାସି କର ରଣ। ରେ ମହିଷ ରାଜାକୁ କହିବୁ ଏତିକି ଅପରାପର ସୈନ୍ୟ ପଠାଏ କାହିଁକି। ସମରଥ ହେଲେଟି ଆସୁ ସମରରେ ସନ୍ଧି ଇଚ୍ଛା କରିବା ଥିଲେ ବା ମନରେ। ବୈରୀ ଭାବ ଛାଡ଼ି ଯାଉ ପାତାଳକୁ ହରିବା ଦେବ ଦ୍ରବ୍ୟ ଫେରାଇ ଦେବଙ୍କୁ। ପ୍ରହ୍ଲାଦ ପୁରରେ ଆହ୍ଲାଦ ବଳାଇ ଘର କରୁ ସେଠାରେ ଏଠାରୁ ପଳାଇ। ବେଦବ୍ୟାସ କହିଲେ ଦେବୀଙ୍କର ବାଣୀ ମହାବୀର ସେ ଆସିଲେ ମା ଏହା ଶୁଣି। ବିଡ଼ାଳାକ୍ଷ ମୁଖେ ଇନ୍ଧନ ଢାଳି ଦେଇ କହିଲେ ଦେବବାଣୀ ଶୁଣିଲ କି ଭାଇ। ସମର କରିବା କି ସନ୍ଧି ସ୍ଥାପିବା ବିଚାର କର ଏହି କିବା ପଳାଇବା। ବିଡ଼ାଳାକ୍ଷ କହିଲେ ସମରେ ମରଣ ଆରେ ଭାଇ ଆସିଛୁ କରିଣ ବରଣ। ଆମ୍ଭର ପ୍ରଭୁଙ୍କର ଏଡ଼େ ଅପମାନ କଦାପି ସନ୍ଧି କରିବାରେ ନାହିଁ ମନ। ମଲେ ହେଲେ ଅସଂଖ୍ୟ ଦାନବ ନିକର ପଠାଉଛି କର ହେ ଜାଇଣ ସମର। ଏହେତୁ ଜଣାଯାଏ ଦୈବ ଅତିକ୍ରମ କରିବାରେ କାହାର କାହିଁ ଲେ ସକ୍ଷମ। ନୃତ୍ୟ କର କୁଣ୍ଢାଇ ସୂତ୍ର ଭେଦ ଜେହ୍ନେ ନାଟୁଆର ବଣରେ ନାଟ କରେ ତେନେ। ଅଜ୍ଞାନହୀନ ମାନବ ବିହୀନ ସେବା କର ଧର୍ମ ତ ଅତି ଦୁଃଖ ସାଧ୍ୟ ମନେ କର। ତୁମ୍ଭେ ଆମ୍ଭେ ରାଜାଙ୍କ ସମ୍ମୁଖେ କି ଭାବେ ଏବେ ଯାଇ କହିବା ଏହିପରି ଦମ୍ଭେ। ଦେବଙ୍କ ଧନ ରତ୍ନ କରି ପ୍ରତ୍ୟର୍ପଣ ପାତାଳପୁରେ ଘର କରନ୍ତୁ ଆପଣ। ଅସତ୍ୟ ହେଲେ ହେଲେ ରାଜାଙ୍କ ସମ୍ମୁଖେ ସନ୍ତତ ପ୍ରିୟ ବାକ୍ୟ କହିବ ସୁମୁଖେ। ପ୍ରିୟ ବାକ୍ୟ କେବେ ହେଣୁ ହିତ କର ସତ୍ୟ ହିତ ସୁଗିର ଦୁର୍ଲଭ ବିଚାର। ଏହିପରି କାର୍ଯ୍ୟରେ ବୁଦ୍ଧିବନ୍ତ ଧୀର ମୁନି ପରି ମୌନେ ହୋଇଥାନ୍ତି ସ୍ଥିର। ପୁଣି ନୀତି ଶାସ୍ତ୍ରରେ ଅଛ ଏ ମନ୍ତ ପ୍ରଭୁଙ୍କୁ ନ କହିବ ସୁବୀର ସତ୍ୟ। କୌଣସି ପ୍ରକାରେ ନ ଯିବା ସେଠାକୁ ହିତରେ ପଚାରିଲେ କରିବେ କୋପକୁ। ଏହିପରି ବିଚାର କରି ରାଜାଙ୍କର କାର୍ଯ୍ୟ ସାଧିବାରଟି ସୁକାର୍ଯ୍ୟ ଭୃତ୍ୟର। ମରଣକୁ ତୃଣ ସମାନ କରି ଜ୍ଞାନ ପ୍ରାଣପଣେ କରିବା ବିଧେୟ ସୁରଣ। ବ୍ୟାସଦେବ କହିଲେ ସେହି ବୀର ଦୁଇ ଏହିପରି ବିଚାରି ଆହେ ମହିଷାଇ।
ଧନୁର୍ବାଣ ଧରିଣ ରଣର ପଦାରେ ପ୍ରବେଶିଲେ ରଥରେ ବସି ଯୁଦ୍ଧାର୍ଥରେ। ପ୍ରଥମରେ ବିଡ଼ାଳ ନାମକ ସୁର ପ୍ରହାରିଲା ଦେବୀଙ୍କ ପ୍ରତି ସପ୍ତଶର। ପରମ ଅସ୍ତ୍ରବିଦ ଶିଲୋମା ଦୈତ୍ୟ ଦୂରେ ଥାଇ ଦେଖଇ ଯୁଦ୍ଧର ମର୍ମାର୍ଥ। ନିଜ ଶରଣୀ କରେ ସେ ଶପଥସର ଛେଦି ଦେଇ ଅମ୍ବିକା ସେ କାଳେ ସତୋର। ଶିଳାରେ ସୁଶାଣିତ ଶର ତିନି ମାରି ବିଡ଼ାଳାକ୍ଷ ଅସୁର ଦେଲେଟି ସଂହାରି। ସେ ଦାନବ ପ୍ରବର ଦେବୀଙ୍କ ଶରରେ ବ୍ୟଥାରେ ମୂର୍ଚ୍ଛା ହୋଇ ପଡ଼ିଲା ସମରେ। ଦୈବ ଯୋଗେ ପାପିଷ୍ଠ ଲଭିଲା ମରଣ ଦେବୀଙ୍କର ଶରରେ ତାହାଟି ଦେଖିଣ। ଯୁଦ୍ଧ ବିଶାରଦତ ଶିଲୋମା ବୀର କ୍ରୋଧରେ ଧନୁ ଧରି ଟେକିବା ମକର। ହସି ଦେଇ ଦେବୀଙ୍କୁ କହିଲା ଏ ସନ ମୁଁ ଜାଣଇ ଦାନବେ ଲଭିବେ ମରଣ। ତଥାପି ପରାଧୀନ ମୁଁ ଅଟେ ଗୋ ଦେବୀ ଯୁଦ୍ଧରେ ତବ କରେ ପରାଣ ଦେବୀ। ମନ୍ଦମତି ମହିଷ ନିଜ ହିତାହିତ ମନ୍ଦର ତନୁ ଜାଗୋ ନ ଜାଣଇ ସେ ତ। ଏହେତୁ ମୁଁ ତାହାର ଶ୍ରୀଛାମୁରେ ଯାଇ ହିତକର ପ୍ରିୟ କହିବି ତ ନାହିଁ। ଭଲ ହେଉ କି ଅବା ମନ୍ଦ ହେଉ ଜାଣ ବୀରେ ଧର୍ମ ମାର୍ଗରେ ଛାଡ଼ନ୍ତି ଜୀବନ। ଅତଏବ ଦୈବ ପ୍ରଧାନ ବିଚାର ଧିକ ସେ ଅନର୍ଥକ ସପୁରୁଷକାର। ଦେଖ ଆଗ ବଳା ହଇଣ ପ୍ରବଳା ବଳିଷ୍ଠ ଦୈତ୍ୟ ମାରି କରୁଅଛ ଖେଳା। ସେ ଦାନବ ପ୍ରବର ଏହିପରି କହି ସରବୃଷ୍ଟି କରିଲା ମହାକୋପ ବହି। ଶେଷର ସମୀପକୁ ନ ଆସୁଣୁ ଦେବୀ ଛେଦିଲେ ଶର ମାରି ଗୋପନୀରେ ଦ୍ରବୀ। ଅପର ଶର ମାରି ଦୈତ୍ୟ କଳେ ବର ଯୁଦ୍ଧ କଲେ ଦେଖୁଅଛନ୍ତି ସର୍ବସୁର। କ୍ରୋଧାନ୍ଧରେ ତାହାର ବଦନ ମଣ୍ଡଳ କଦନ ଦେଉଅଛି ରକତ କମଳ। ପୁଣି ବାଣ ଆଘାତେ କ୍ଷତ ବିନ୍ଧତରେ ରୁଧିର ଧରାକ୍ଷରେ ଦୈତ୍ୟ କଳେବରେ। ପ୍ରସ୍ଫୁଟିତ କିଂସୁକ ପରି ଦେହ ପ୍ରଭା ଦିଶୁଅଛି ପ୍ରଭାତ ପ୍ରଭାକର ଶୋଭା। ସେ ଅଶିଲୋମା ବୀର କ୍ରୋଧର ବଶରେ ଲୋହମୟୀ ବୃହତ ଗଦା ଧରି କରେ। ସତୀଙ୍କୁ ମାରିବାରେ ଅତି ବେଗେ ଧାଇଁ ସିଂହର ମସ୍ତକରେ ପ୍ରହାରିଲା ନେଇ। ବଳବନ୍ତ ସିଂହ ତ ସେ ଗଦା ସହିଲା ନଖାଘାତେ ତାହାର ବକ୍ଷ ବିଦାରିଲା। ତଥାପି ମହାଭୟ କାୟ ଦୈତ୍ୟବର ଡେଇଁ ପଡ଼ି ସତର ହୋଇ ଗଦାକର। ସିଂହର ସ୍କନ୍ଧେ ବସି ଅମ୍ବିକା ଦେବୀଙ୍କୁ ପ୍ରହାରିବା ଉଦ୍ୟମ କରନ୍ତେ ଗଦାକୁ। ଆହେ ରାଜା ସକଳ ଦେବେ ତକ୍ଷଣରେ ପ୍ରହର ଉଦ୍ୟମ ବ୍ୟର୍ଥ କରିଣ ସତରେ। ତୀକ୍ଷ୍ଣଧାର ଖଡ଼ଗ କରିଣ ପ୍ରହାର କଣ୍ଠ ଦେଶୁ ଛେଦିଲେ ଶିରଟି ତାହାର। ଶିର ଛିନ୍ନ ହେବାର ପଡ଼ିଲା ଭୂତଳେ ସୈନ୍ୟଗଣ ଭୟରେ ହାହାକାର କଲେ। ସୁରଙ୍କର ମାର୍ଗରେ ରହି ସୁରଗଣ ସେହି କାଳେ ହେ ଜନ୍ମ ଜୟ ନର ରାଣ। ଦେବୀ ଗୋ ତୁମ୍ଭ ଜୟ ହେଉ ବୋଲି କରି ଜଗତ ଜନନୀଙ୍କୁ କରିଲେ ଗୁହାରି। ବାହାରିଲେ ଦୁନ୍ଦୁଭିକୁ ସେ ଅମରଗଣ
ଗାଇଲେ ସଙ୍ଗୀତ ସେ କିନ୍ନର ଗଣ। ସେ ଦୁଇ ଦାନବଗତ ପ୍ରାଣ ଯେ ହୋଇ ପଡ଼ିବାରେ ସମରେ ଚେତନା ହରାଇ ଦେବୀଙ୍କର ବାହନ କେଶରୀ ଦେଖିଲା ବଳରେ ସମୁଦାୟ ସୈନ୍ୟ ସଂଘାରିଲା ଯେତେକ ଅସୁରଙ୍କୁ କରିଣ ଭକ୍ଷଣ ତକ୍ଷଣେ ପ୍ରାଣହୀନ କଲା ରଣସ୍ଥାନ କେତେକ ଭୟାକୁଳେ ଦଇତ ଦୁଃଖରେ ରକ୍ଷା କର ଗୋ ବୋଲି ଖରେ ଚିତ୍କାର ଧ୍ୱନି କରି କରିଣ ରୋଦନ ରଣ ଭାଙ୍ଗି ଥଙ୍ଗିଣ କଲେ ପଳାୟନ ମହିଷାସୁର ପାଖେ ମିଳିଣ କହିଲେ ଅସିଲୋ ମା ବିଡ଼ାଳ ନାମାସୁର ମଲେ ଦେବୀଙ୍କର ଶ୍ରୀ କରେ ନିଜର ପରାଣ ଅସୁର ରାଣ ଆହେ କଲେ ସମର୍ପଣ ବାକି ଥିବା ସୈନ୍ୟଙ୍କୁ ସିଂହ କଲା ଗ୍ରାସ ସେମାନେ କରିଥିବେ ପ୍ରେତ ପୁରେ ବାସ ଏହିପରି ମହିଷ ଈଶକୁ କହିଲେ ବିଷମ ବିଷମ ଦୁଃଖ ତାକୁ ଦେଲେ ତାହାଙ୍କର ଏ ଗିର ଶୁଣିଣ ମହିଷ ଦୁଃଖରେ ଚିନ୍ତାକୁଳ କରିଲା ମାନସ କପାଳେ କର ମାରି କାତର ହୋଇଲା ଚିନ୍ତା ବଜ୍ର ମସ୍ତକ କରେ କି ପଡ଼ିଲା ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ ମହତ ପୁରାଣର ପଞ୍ଚମ ସ୍କନ୍ଧରେ ବିଡ଼ାଳାକ୍ଷ ଅସିଲୋ ମୋର ମରଣ ପଞ୍ଚଦଶ ଅଧ୍ୟାୟ ହୋଇଲା ପୁରାଣ ଅଭୟ ମହାମାଇ ଦୁର୍ଗାଙ୍କୁ ଜୁହାର ବାଲାଜୀ ରଣା କରେ ବିନଏ ଗୁହାର।